ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମଙ୍କୁ ପ୍ରଣାମ ଜଣାଇ ସମସ୍ତଙ୍କର ଶୁଭ କାମନା କରୁଛି। ପୁରୁଷୋତ୍ତମ ପ୍ରକୃତରେ କିଏ? ଏହାକୁ ଯିଏ ଯେତେ ପ୍ରକାରର ବ୍ୟାଖ୍ୟା କଲେ ବି ଏହି ପୁରୁଷୋତ୍ତମ ଶବ୍ଦଟି ଗୀତାର ଅନୁମୋଦିତ ଶବ୍ଦ। ଗୀତାର 15 ଅଧ୍ୟାୟ ସେ ପୁରୁଷୋତ୍ତମ ଯୋଗ ନାମରେ ବିଖ୍ୟାତ ହେଇଛି। ସେଠି କୁହାଯାଇଛି ଯୋ ମାମେବ ମସଂ ମୂଢ଼ ଜାନାତି ପୁରୁଷୋତ୍ତମମ୍ ସ ସର୍ବବିଧି ଭଜତି ମାଂ ସର୍ବଭାବେନ ଭାରତ। ଯିଏ ପ୍ରକୃତରେ ପୁରୁଷୋତ୍ତମଙ୍କୁ ନ ଜାଣି ସେ ଅନ୍ୟ ଆଡ଼େ ଧାବମାନ କରନ୍ତି, ସେମାନେ କ'ଣ କିଛି ପାଇବେ ଏଟା ନିଃସନ୍ଦେହ, କିନ୍ତୁ ପୁରୁଷୋତ୍ତମଙ୍କର ମାନେ ଯେଉଁଟା ସିଧା ବା ସୁସ୍ପଷ୍ଟ ଭାବରେ ପୁରୁଷୋତ୍ତମଙ୍କର ମହିମା ଜାଣିବା କଷ୍ଟ। ଏଇ ଶରୀର ମଧ୍ୟରେ 3 ଜଣ ପୁରୁଷୋତ୍ତମ ଅଛନ୍ତି। ସେଇ ପୁରୁଷୋତ୍ତମଙ୍କର ନାମ ହେଉଛି ସ୍ଥୂଳ, ସୂକ୍ଷ୍ମ ଓ କାରଣ। ସ୍ଥୂଳ କହିଲେ ଆମ ଦେହ ବା ଆମ ଦେହର ସମସ୍ତ ଅବୟବ ମାନେ ହେଉଛନ୍ତି ସ୍ଥୂଳ ଶରୀରର ପୁରୁଷୋତ୍ତମ। କାରଣ ଏମାନଙ୍କ ବିନା ମାଧ୍ୟମରେ ଜୀବନ ରୂପୀ ପୁରୁଷୋତ୍ତମ କୌଣସି କାର୍ଯ୍ୟ କରିପାରିବ ନାହିଁ। ଆଖି ନଥିଲେ ଅନ୍ଧ, ପାଦ ନଥିଲେ ଛୋଟା, ହାତ ନଥିଲେ ଖଣ୍ଡିଆ, ଯେ ପୂର୍ଣ୍ଣ ଅବୟବ, এই ଅବୟବକୁ କୁହାଯାଇଛି ପୁରୁଷୋତ୍ତମ। এই ଅବୟବ 5ଟି ଭାଗରେ ବିଭକ୍ତ ହୋଇଛନ୍ତି। ଜଳ, ବାୟୁ, ମାଟି, ଆକାଶ, ଏଇଭଳି 5ଟି ବିଭାଗରେ ଏମାନେ ବିଭାଗ ହେଇଛନ୍ତି। କିନ୍ତୁ କେହି କାହାରି ସହିତ ମିଶିବେନି, ସମସ୍ତେ ସମସ୍ତଙ୍କର ଶତ୍ରୁ ଏବଂ ସମସ୍ତେ ସମସ୍ତଙ୍କର ମିତ୍ର। ଏଇ ହେଉଛନ୍ତି ପୁରୁଷୋତ୍ତମ। ସ୍ଥୂଳ ପରେ ଆଉ ଗୋଟିଏ ଶବ୍ଦ ଆସୁଛି ସୂକ୍ଷ୍ମ। ଭଲ କରି ଶାସ୍ତ୍ରକୁ ପଢ଼ନ୍ତୁ, ଜାଣିବାକୁ ଚେଷ୍ଟା କରନ୍ତୁ। କେଉଁଠି କ'ଣ ଗୋଟେ ଶୁଣି ଦେଇକିରି ସେ କଥାରେ ମାତିବା ଠିକ୍ ନୁହେଁ। ଆପଣମାନେ ଦେଖିବେ ସୂକ୍ଷ୍ମ ଶରୀର ସେ ଆଖିକି ଦେଖାଯାଏ ନା, ହାତରେ ଧରିଲେ ବି ସ୍ପର୍ଶ ଆମେ ଜାଣିପାରୁନା, କିନ୍ତୁ ସେ ଅଛନ୍ତି। ସେ ଉପନିଷଦ ମାନଙ୍କରେ ଲେଖିଛନ୍ତି ଅଙ୍ଗୁଷ୍ଠ ମାତ୍ର ପୁରୁଷ।
ଗୋଟେ ଆଙ୍ଗୁଠି ଭଳି ସେ ପୁରୁଷଙ୍କର ଉଚ୍ଚତା। ଏଇ ଅଙ୍ଗୁଷ୍ଠି ମାତ୍ର ପୁରୁଷ ହେଉଛନ୍ତି ଆତ୍ମା। ଏଇ ପୁରୁଷଙ୍କ ପାଇଁ ଏ ସଂସାରରେ ଯାହା କିଛି ଚାଲିଛି ବା ଗୋଟିଏ ଜୀବନ ଯାହା କରୁଛି, ଯାହା କରିବ, ସବୁ କିଛି ଏଇ ସୂକ୍ଷ୍ମ ସତ୍ତା ପୁରୁଷୋତ୍ତମଙ୍କ ଦ୍ୱାରା ତାହା କାର୍ଯ୍ୟକାରୀ ହେବ। ସ୍ଥୂଳ ସୂକ୍ଷ୍ମ ପରେ ଆଉ ଗୋଟିଏ ପୁରୁଷୋତ୍ତମଙ୍କର ନାଁ ହେଉଛି କାରଣ। କାରଣ କହିଲେ ମୁକ୍ତି। ଆମେ ପ୍ରଥମେ ସ୍ଥୂଳକୁ କାରଣ କଲୁ, ତାପରେ ସୂକ୍ଷ୍ମକୁ କାରଣ କଲୁ, ତାପରେ କାରଣକୁ କେମିତି କାରଣ କରିବୁ? କେବଳ କାରଣଟି ଗୁରୁଙ୍କ ଦ୍ୱାରା ପରିମାର୍ଜିତ ହୁଏ। ଗୁରୁ ହିଁ ବତାନ୍ତି ଏଇ ବାଟଟା ଠିକ୍, ଏଇ ବାଟଟା ଭୁଲ। ତେଣୁ ଦେହ ଭିତରେ 3 ଜଣ ପୁରୁଷୋତ୍ତମ ଅଛନ୍ତି, କିନ୍ତୁ ଗୋଟିଏ ନାମରେ ତାଙ୍କୁ ସମ୍ବୋଧନ କରାଯାଏ, ତାହା ହେଉଛି ସଦ୍ଗୁରୁ। ସଦ୍ଗୁରୁଙ୍କର କୃପା ବିନା ଇଏ 3ଟି ଶକ୍ତିକି ଆମେ ଜାଣିପାରିବୁ ନାହିଁ। ପୁରୁଷମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ ସେ ହେଉଛନ୍ତି ପୁରୁଷୋତ୍ତମ। ନାରୀ ଭିତରେ ବି ପୁରୁଷ ଅଛନ୍ତି, ପୁରୁଷ ଭିତରେ ବି ପୁରୁଷ ଅଛନ୍ତି। ଆମେ ଭାବୁଛୁ ପୁରୁଷମାନଙ୍କ ଭିତରେ କେବଳ ପୁରୁଷ ଅଛନ୍ତି, ତା ନୁହେଁ। ସମସ୍ତଙ୍କ ଭିତରେ ସେ ନାରୀ ଭଳି କାର୍ଯ୍ୟ କରୁଥାଉ କି ପୁରୁଷ ଭଳିଆ କାର୍ଯ୍ୟ କରୁଥାଉ, ପଶୁ ଭଳି କାର୍ଯ୍ୟ କରୁ କି ପକ୍ଷୀ ଭଳି କାର୍ଯ୍ୟ କରୁ, କିନ୍ତୁ ପୁରୁଷୋତ୍ତମ ଶକ୍ତି, ତାର ଗୁଣ, ତାର ସବୁକିଛି ମହିମାକୁ ନେଇ ସେ ପୁରୁଷୋତ୍ତମ ଏଇ ମଣିଷ ସମାଜ ଭିତରେ ଅଛନ୍ତି। ସେଇ ପୁରୁଷୋତ୍ତମକୁ ଯିଏ ଭଲ ଭାବରେ ଜାଣିଛି ବା ଚିନ୍ତା କରିଛି, ସେଇ ପୁରୁଷୋତ୍ତମ ଇଏ ଜୀବକୁ ଉଦ୍ଧାର କରିବେ, ଇଏ ଜଗତକୁ ଉଦ୍ଧାର କରିବେ। ଏଥିରେ ସନ୍ଦେହ କରିବାର କିଛି। ସେଇଥିପାଇଁ ସେ କହିଲେ ଊର୍ଦ୍ଧ୍ୱ ମୂଳମ୍, ଯାହାର ମୂଳଟା ଊର୍ଦ୍ଧ୍ୱ ଦିଗରେ। ସବୁ ଗଛର ମୂଳଟା ତଳେ, କିନ୍ତୁ ମଣିଷ ଗଛର ମୂଳଟା ହେଉଛି ଉପରେ। ତାମାନେ ଏଇ ମୁଣ୍ଡଟାକୁ କହୁଛନ୍ତି। ଊର୍ଦ୍ଧ୍ୱ ମୂଳ ପରେ ମଧ୍ୟ ସହାୟକ କିଏ? ମୁଣ୍ଡଠାରୁ ଲମ୍ବିଥିବା ସମସ୍ତ ଅବୟବ। ସେଗୁଡ଼ିକ ସବୁ ଉପରକୁ ଏମାନଙ୍କର କୌଣସି ସ୍ଥିତି ନାହିଁ। ଏମାନଙ୍କର ସ୍ଥିତିଟା ସବୁବେଳେ ମାନେ ନିଚକୁ। ଆଖି ଦୁଇଟି ଆପଣ ପାଇଛନ୍ତି, ସେ ଗୋଟିଏ ନିଚ ସ୍ଥାନରେ ଅଛନ୍ତି। ମାନେ ସ୍ଥାନ ଅପବିତ୍ର ସ୍ଥାନ ନୁହେଁ, ମାନେ ନିଚ, ତା ତଳୁକୁ। କାନ ସେଇଆ, ମୁଖ ସେଇଆ, ସବୁ ସେଇଆ। ଏଇ ଜୀବନ ବୃକ୍ଷର ପ୍ରକୃତ ନାମ ହେଉଛି ଅଶ୍ୱତ୍ଥ। ଅସ୍ୱସ୍ଥ କହିଲେ ଯିଏ ଆଜି ଅଛି କାଲିକି ରହିବ କି ନା, ଆମେ ଆଜିଠାରୁ ତାହା କହିପାରିବୁ ନାହିଁ।
ତେଣୁ ଏଇ ସୁନ୍ଦର କଥାଟିକୁ ଆମକୁ ବୁଝିବାକୁ ପଡ଼ିବ। ଏଇ ଇନ୍ଦ୍ରିୟମାନଙ୍କୁ ସଚେତନ କରେଇ ଯିଏ ଆମକୁ ଇନ୍ଦ୍ରିୟାସକ୍ତ କରି ଆମକୁ ଗୋଟାଏ ବାହୁବନ୍ଧନ ଭଳି ସେ ଆମକୁ ବନ୍ଧନ କରିକି ରଖିଛି। ଆମେ ସେଠୁ ଖସିକିରି ଯାଇପାରିବୁନି। ତେଣୁ ଖସିକିରି କେମିତି ଆମେ ଯିବୁ? ଆମେ ତାକୁ କେମିତି ଉଲ୍ଲଙ୍ଘନ କରିବୁ? ସେ ଉଲ୍ଲଙ୍ଘନଟା କେବଳ ସଦ୍ଗୁରୁଙ୍କ ଦ୍ୱାରା ପ୍ରାପ୍ତି ହୁଏ। ସବୁ ସଦ୍ଗୁରୁ ଯେ ପୁରୁଷୋତ୍ତମ, ସବୁ ଗୁରୁ ଯେ ପୁରୁଷୋତ୍ତମ, ସେଇଟା ଆମେ ମୁହଁରେ କହିପାରୁ, କିନ୍ତୁ ସେ ପ୍ରମାଣ ଦେଇପାରିବେନି। କିନ୍ତୁ ସବୁ ସଦ୍ଗୁରୁ ହେଉଛନ୍ତି ପୁରୁଷୋତ୍ତମ। ଗୁରୁ ହେଉଛନ୍ତି କେବଳ ଗୋଟେ ନିର୍ଦ୍ଦିଷ୍ଟ ଗୁଣର, ନିର୍ଦ୍ଦିଷ୍ଟ ରୂପର ଅଧିକାରୀ। କିନ୍ତୁ ସଦ୍ଗୁରୁ ହେଉଛନ୍ତି ସବୁ ଗୁଣର ପରିପ୍ରକାଶକ, ସବୁ ରୂପର ବି ପରିପ୍ରକାଶକ। ଆଜି ଯେଉଁମାନେ ଶାସ୍ତ୍ର ଲେଖିଛନ୍ତି, ବେଦ ବେଦାନ୍ତ, ରାମାୟଣ, ମହାଭାରତ ଇତ୍ୟାଦି ଇତ୍ୟାଦି ଯେଉଁମାନେ ଲେଖିଛନ୍ତି, କୁରାନ ବା ବାଇବେଲ ଯାହା ଲେଖିଛନ୍ତି, ସେମାନେ ଊର୍ଦ୍ଧ୍ୱଗାମୀ ହେଇ ପୁରୁଷୋତ୍ତମଙ୍କୁ ପ୍ରାପ୍ତ ହେଇ ପୁରୁଷୋତ୍ତମଙ୍କ ପ୍ରେରଣାରେ ସେ ପୁରୁଷୋତ୍ତମଙ୍କ ସମ୍ବନ୍ଧୀୟ ବିଷୟ ବର୍ଣ୍ଣନା କରିଛନ୍ତି। ତେଣୁ ସେ ସବୁବେଳେ କହୁଛନ୍ତି ଯେ ସମସ୍ତେ ଯଦି ପୁରୁଷୋତ୍ତମଙ୍କୁ ନ ଜାଣିବ, ହଜାରେ ମନ୍ଦିର କରି, ହଜାର ବି ନୁହଁ, ଲକ୍ଷେ ମନ୍ଦିର କରି, ଲକ୍ଷ ଲକ୍ଷ ପୂଜା କରି ତାର ଫଳ କିଛି ମିଳିବ ନାହିଁ। ତେଣୁ ସେଇ ପୁରୁଷୋତ୍ତମଙ୍କ ଫଳର ସ୍ୱାଦକୁ ଚାଖିବା ପାଇଁ ହେଲେ, ଜାଣିବା ପାଇଁ ହେଲେ ଗୁରୁଙ୍କର ପଦାଙ୍କ ଅନୁସରଣ କରିବାକୁ ପଡ଼ିବ। ଇଏ ହେଉଛନ୍ତି ପ୍ରକୃତ ପୁରୁଷୋତ୍ତମ। ଭଗବାନ ରାମଙ୍କୁ କୁହାଗଲା ମର୍ଯ୍ୟାଦା ପୁରୁଷୋତ୍ତମ, କୃଷ୍ଣଙ୍କୁ କୁହାଗଲା ଲୀଳା ପୁରୁଷୋତ୍ତମ, ତାପରେ ଚୈତନ୍ୟଙ୍କୁ କୁହାଗଲା ନାମ ପୁରୁଷୋତ୍ତମ, ଗୁରୁମାନଙ୍କୁ କୁହାଗଲା ଯୁଗ ପୁରୁଷୋତ୍ତମ। ଆମେ ଆକୁ ଜାଣିକିରି ବି କିଛି ପାଇବାନି। ହଁ, ଆମେ ଜାଣିଗଲୁ, ତାମାନେ ପାଇଗଲୁ, ସେ କଥା ନୁହଁ। ଖାଲି ଜାଣିଲେ, କହିଲେ, ଖାଲି ଆମେ ଜାଣିବୁ ଆଉ ଲୋକଙ୍କ ଆଗରେ କହିବୁ, ତାଦ୍ୱାରା ପୁରୁଷୋତ୍ତମଙ୍କର ବିଭୂତି ତମ ନିକଟରୁ ଦୂରେଇ ଦୂରେଇ ଯିବ। ଯେଉଁଠି ଅହଙ୍କାର ଅଛି, ସ୍ୱାଭିମାନ ଅଛି, ସେଠି ପୁରୁଷୋତ୍ତମଙ୍କର ଦୟା ନାହିଁ। ତମେ ଏମିତି ଖାଇ ପିଇକିରି ବଞ୍ଚିଛ, ବହୁତ ବଡ଼ ଲୋକ ହେଇଗଲ, ବହୁତ ରୋଜଗାର କଲ, ଇଏ ଗୋଟାଏ ପ୍ରକାର କଥା। ସେ କଥାରେ ପୁରୁଷୋତ୍ତମ ନାହାନ୍ତି। ପୁରୁଷୋତ୍ତମ ହେଉଛନ୍ତି ସେ ଏଭଳି ଏକ ଶକ୍ତି ଯାହାକୁ ଆମେ କହୁଛୁ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଅନ୍ୟ ଏକ ସ୍ତୋତ୍ରରେ କହୁଛନ୍ତି ଖାଣ୍ଟି ଶ୍ଳୋକଟା, ଏଇଟା ମାନେ ପୁରା ପିଓର, ମାନେ ଖାଦ ନାହିଁ। ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟଂ ଶୂନ୍ୟ ମଧ୍ୟେ ନିରାମୟ ନିରାମୟ ମଧ୍ୟେ ଜ୍ୟୋତି ସଜ୍ୟୋତି ଭଗବାନ।
ଏଇ ହେଉଛନ୍ତି ପ୍ରକୃତ ପୁରୁଷୋତ୍ତମ। ଆଉ ଗୋଟିଏ ଶ୍ଲୋକରେ ମଧ୍ୟ କହିଲେ ସର୍ବତୋ ପାଣିପାଦଂ ତତ୍ ସର୍ବତୋ ଖିଶିର ମୁଖମ୍ ସର୍ବତୋ ଶ୍ରୁତିମାଲୋକେ ସର୍ବମାବୃତ୍ତ ତିଷ୍ଠ। ଆଉ ଗୋଟିଏ ଶ୍ଲୋକରେ କହିଲେ ସର୍ବସ୍ୟ ଚାମ୍ ହୃଦି ସନ୍ନିବିଷ୍ଟୋ ମତ ଶ୍ରୁତିରିଜ୍ଞାନମୁପୋହନଞ୍ଚ ବେदैଶ୍ଚ ସର୍ବୈରହମେବ ବେଦ୍ୟ ବେଦାନ୍ତ କୁଦବେଦ ବିଦେବ। ମୋକ୍ଷ ଯୋଗରେ କହିଲେ ଈଶ୍ୱର ସର୍ବଭୂତାନା ହୃଦୟ ସର୍ଜୁନ ତିଷ୍ଠତି। ଏତେ କଥା ଚିହ୍ନେଇବା ପରେ ଆମେ ଯଦି ଯୋଉଠି ଥିଲୁ ସେଇଠି ଅଛୁ, ମାନେ ଆମ ମନ କିଛି ପରିବର୍ତ୍ତନ ହେଇନି, ଚିନ୍ତା ପରିବର୍ତ୍ତନ ହେଇନି, ଧର୍ମ ପରିବର୍ତ୍ତନ ହେଇନି, ଆମେ ଯୋଉଠି ଅଛୁ ସେଠି। ତେଣୁ ଆମେ କ'ଣ ନା ହୁଣ୍ଡା ମୁଣ୍ଡା ବାଳୁଙ୍ଗା ବ୍ୟତୀତ ଆମେ ଆଉ କିଛି ହେବନି। ଏମିତି ଗଧ ଘୁଷୁରୀ ହାତୀ ଘୋଡ଼ା ସବୁ ଗଛ ଫଛ ସବୁ ଖାଉଛନ୍ତି, ଶୋଇଛନ୍ତି, ଉଠିଲେ ଯାଇଲେ। ମଣିଷ କ'ଣ ସେଇଆ? ତେଣୁ ମଣିଷକୁ ବୁଝିବାକୁ ହେବ ପ୍ରକୃତରେ ସେ କିଏ। ଖାଲି ତାଙ୍କୁ ଅଲ୍ ମାଇଟ୍ କହିଦେଲେ ହବ ନାହିଁ। ପ୍ରକୃତରେ ସେ ଅଲ୍ ମାଇଟ୍, ସେ ହେଉଛନ୍ତି ଗୋଟେ ଜ୍ୟୋତି ଏବଂ ସେଇ ଜ୍ୟୋତି ହେଉଛନ୍ତି ପ୍ରକୃତରେ ପୁରୁଷୋତ୍ତମ। ତେଣୁ ଓମ୍ ମନ, ଓମ୍ ମତି, ଓମ୍ ଉରୁମ, ଓମ୍ ଧୂର୍ମ, ଓମ୍ ଜ୍ୱାଳା, ଓମ୍ ଜ୍ୟୋତି, ଏଇ ମନ୍ତ୍ରଟିକୁ ସ୍ମରଣ ରଖିବେ। ଇଏ ପୁରୁଷୋତ୍ତମଙ୍କର ମନ୍ତ୍ର। ଏତିକି କହି ଆଜି କଥାର ବିଶ୍ରାମ ଦେଉଛି। ଯାହା କହୁଛେ ତାକୁ ଟିକେ ମନେ ରଖନ୍ତୁ। ଇଏ ଗୋଟିଏ ମାସ, ଇଏ ମାସଟିକୁ ଗୋଟେ କିଛି ଲୋକ କହିଦେଇଛନ୍ତି ଏଇଟା ମଳ ମାସ। ତେଣୁ ଏସବୁ ଏଇଟାକୁ କହିଛନ୍ତି ମଳ ମାସ, ତାକୁ କହିବେ ପୁଣି ମୂତ୍ର ମାସ, ତାପରେ କହିବେ ଏଇଟା ଝାଳ ମାସ, ତାପରେ କହିବେ ଏଇଟା ରକ୍ତ ମାସ। ଏସବୁ କଥାର କୌଣସି ପ୍ରମାଣ ଭଗବାନଙ୍କ ପାଦ ପଦ୍ମରେ ବି ନାହିଁ, କୌଣସି ଶାସ୍ତ୍ରରେ ନାହିଁ। ପରବର୍ତ୍ତୀ ସମୟରେ କିଏ କେତେ ଶାସ୍ତ୍ର ବାହାର କରି ଏମିତି ଲେଖିଛନ୍ତି। ଝିଅ ଯିବେନି, ବୋହୂ ଆସିବେନି, ଝିଅ ଯିବେନି, ବୋହୂ ଆସିବେନି। ପୁଣି ଝିଅର ଯଦି ପିଲାପିଲି ହେବାର ଥିବ ସେ ପୁଣି ମେଡ଼ିକାଲ ଯିବ କି ନାହିଁ? ତେଣୁ ଏ ମାସଟି ଏକ ମହାନ ସାଧନ ମାସ। ଏଠି ସବୁ କାମ ହେଇପାରିବ। ଆଉ ଲୋକ ଯାହାକୁ ବିରୋଧ କରିବେ, ଆଉ ତା ସାଙ୍ଗରେ କ'ଣ ଆମେ ମାଲି ମକଦ୍ଦମା କରିବା? ତେଣୁ ଏତିକି କଥାଟି ମୁଁ କହୁଛି, ପୁରୁଷୋତ୍ତମ ମାସର ସଦୁପଯୋଗ କରନ୍ତୁ। ଜୟ ଗୁରୁ, ଜୟ ଜଗନ୍ନାଥ।